ଆସୁଛନ୍ତି ମୋଦି, ବଢ଼ୁଛି ଲୋକଙ୍କ ମନରେ ଉତ୍ସାହ। ଚଳିତ ମାସ 27 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଞ୍ଜାମ ଗସ୍ତ, ତାହା ସହ ସଭା କାର୍ଯ୍ୟକ୍ରମ ରହିଛି। ଏହାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନିକଟରେ ଥିବା ରଙ୍ଗେଇଲୁଣ୍ଡା ବିମାନ ବନ୍ଦର ପଡ଼ିଆରେ ସଭାସ୍ଥଳୀ ଚିହ୍ନଟ କରାଯାଇଛି। ପ୍ରଧାନମନ୍ତ୍ରୀ ଗସ୍ତକୁ ନେଇ ପ୍ରାୟ 3 ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ରହିଥିବା ହେତୁ ସୁବ୍ୟବସ୍ଥା ଲାଗି ପାର୍କିଂ, ଟ୍ରାଫିକ୍ ନିୟନ୍ତ୍ରଣ ଆଦି ଉପରେ ତଦାରଖ କରିବା ସହିତ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା। ତଦାରଖ ବେଳେ ଗଞ୍ଜାମ ଜିଲ୍ଲାପାଳ ଭି କିତ୍ତଭୂଷଣ, ବ୍ରହ୍ମପୁର ଉପଜିଲ୍ଲାପାଳ ଅଭିନାଶ କୁମାର, କମିଶନର ପ୍ରଥମେଶ ଅରବିନ୍ଦ ରାଜସିକ୍ରେ, ବ୍ରହ୍ମପୁର ଏସ୍ପି ଡକ୍ଟର ଶ୍ରବଣ ବିବେକ ସମେତ ବହୁ ପଦ ଅଧିକାରୀ ସଭାସ୍ଥଳୀରେ ଆଖପାଖ ବୁଲି ତଦାରଖ କରିଛନ୍ତି। ଦକ୍ଷିଣ ଓଡ଼ିଶାରୁ ସନ୍ଦେଶ କୁମାର ସାହୁଙ୍କ ରିପୋର୍ଟ, ଓଡ଼ିଶା ଦର୍ପଣ ନ୍ୟୁଜ୍ ଚ୍ୟାନେଲ।